नमस्कार। मु हर्ष परिछा मोर यूट्यूब चैनल को आपको स्वागत जनावि। ए भिडियो रे गत 16 तारिख रे जो भूस्खलन होईछि ओडिशा रे तारि उपरे आम आलोचना करिबा। किंतु ता पूर्व मु आपको अनुरोध करिवे भिडियोटी प्रथम रु शेष पर्यंत देखिबे एवं लाइक शेयर सब्सक्राइब करिवे। सब्सक्राइब करे भूलिबे नहीं, कमेंट देबा भूलिबे नहीं, कारण आपनकर प्रत्येकटी कमेंट हम गोटे नूतन नूतन प्रेरणा जोगुछि। नूतन नूतन तथ्य नहीं आपण सम्मुखें नूतन नूतन भिडियो उपस्थापन करिया पई। तेबे आसंतु आमे आलोचना करिबा कलिया घाटी। कलिया घाटी कहले गंजाम एवं कंधमाल को जो संजोग करछि सेटा होछि एक महा भयंकर घाटी। जो घाटी जो माने जाइछंती से माने देखिछंती। जेमिति गोटे साप निजको रक्षा करिया पय विभिन्न दिग देकी आपनकर गति करे, अंका बंका टंका हेकी जो जदि किछि शत्रु आक्रमण आसे से जदि अनुभव करे ताहले से जेमिति अंका बंका टंका हेकी ऊपर को खसी जाए, निजको बचाय चेष्टा करे। एग्जैक्टली से कलिया घाटी ठीक से भली आपणकर साइकेल रे जीवा कथा तो छाड़ी तो चाली जीवाक मध्य आपण मानकु कष्ट लागिवो। जो माने भी देखिथिबे आपण माने निश्चित भाव रे अंगे निभेइथिबे। तो सेई घाटीटी आपणकर कंधमाल को एवं गंजाम को संजोग करूछि। एवं एपट आपण मानक रहिला नयागढ़। नयागढ़ मध्य से देकी जाउछि। तो यारी परिप्रेक्षी रे जो 16 तारिख दिन आपणकर बादल फटा वर्षा लगाण वर्षा हेबा फल रे ସେଥିରେ ଭୂସ୍ଖଳନ ହେଇଥିଲା। ଏବଂ ଭୂସ୍ଖଳନ ହେବା ଯୋଗୁ ବଡ ବଡ ପଥର ବଡ ବଡ ପଥର ଖସି ଆସି ରୋଡର ସମସ୍ତ ରୋଡ କୁ କ୍ଲୋଜ କରିଦେଇଥିଲା ବା ରୋଡଟି ବନ୍ଦ ହେଇଯାଇଥିଲା। ଏବଂ ୟାରି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ବା ରାଜ୍ୟ ପ୍ରଶାସନ ସେଠାରେ ପହଞ୍ଚି ତାର ତୁରନ୍ତ ସମାଧାନ କରିବା ପାଇଁ ବା ତାକୁ ଘୁଞ୍ଚା ଯାଇକି ନୂଆ ରାସ୍ତା ବାହାର କରିବା ପାଇଁ, କାରଣ ସେ ତାକୁ ପରିବର୍ତ୍ତନ କରିବା ପାଇଁ ବା ତାକୁ ଠିକ କରିବା ପାଇଁ କିଛି ଟିକେ ଦୀର୍ଘ ସମୟ ଲାଗିବ। ତେଣୁ ପ୍ରଶାସନ ଚିନ୍ତା କଲେ ଯେ ଏକ ଗୋଟେ ଆଉ ଗୋଟେ ଅଲଗା ପଥ ତିଆରି କରିବେ, ଯୋଉ ପଥରେ କି ହାଲୁକା ଯାନ ଗୁଡ଼ିକ କେବଳ ଯାଇପାରିବ। ଫର ଏକ୍ସାମ୍ପଲ ଆପଣ ମାନଙ୍କର ଅଳ୍ପ କିଛି ଆପଣଙ୍କ ଜିନିଷ ପାତି ନଥିବ, ଆପଣଙ୍କର ମୋଟର ସାଇକେଲ ଯାଇପାରିବ ବା ଛୋଟ ଛୋଟ ଚାରି ଚକିଆ ଛୋଟ ଛୋଟ ଯାନ ଯାଇପାରିବ। ଏଇଭଳିକା ଜିନିଷ ଲୋକ ଯିବା ଆସିବା ପାଇଁ ଯେମିତି ସୁବିଧା ହବ, ସେଥିପାଇଁ 7 ଦିନ ଭିତରେ ଯୋଉ ଚେଷ୍ଟା କରିକି ଗୋଟେ ବାଇପାସ ରୋଡ ଟା ଗୋଟେ ତିଆରି କରୁଥିଲେ, ସେ ବାଇପାସ ରୋଡ ମଧ୍ୟ ବର୍ତ୍ତମାନ ଅନ୍ଧାରରେ। କାହିଁକି ଅନ୍ଧାର ଅଛି ନା ପ୍ରତ୍ୟେକ ଦିନ ଆପଣଙ୍କର ଅପରାହ୍ନ ହେଲା ମାନେ ପ୍ରତ୍ୟେକ ଦିନ ମୂଷଳ ଧାରାରେ ପ୍ରବଳ ବର୍ଷା ଛେଚୁଛି ପ୍ରତ୍ୟେକ ଦିନ। ତ ଏହାରି ପରିପ୍ରେକ୍ଷୀରେ ଯେତେ ସବୁ ଅତଡା ଯେତେ ସବୁ ଆପଣଙ୍କର ସିମେଣ୍ଟ ବା ବାଲି ଛଣ ତିଆରି କରି ରଖା ହେଇଥାଉଛି, ସେ ସମସ୍ତ ଆପଣଙ୍କର କଣ ହଉଛି ନା ବର୍ଷାରୁ ଯୋଉ ପର୍ବତରୁ ଯୋଉ ପାଣି ଖସି ଆସୁଛି ସେଇଟା ଧୋଇ ହେଇକି ଯାଉଛି। ତ ବର୍ତ୍ତମାନ ପର ଦିନ ଅର୍ଥାତ ରବିବାର ଦିନ ଯୋଉ ପ୍ରବଳ ବର୍ଷା ହେଲା ବା ଲଗାଣ ବର୍ଷା ହେଲା ବା ବାଦଲ ଫଟା ବର୍ଷା ହେଲା, କହିବାକୁ ଗଲେ ମେଘ ଫୁଟା ବର୍ଷା ହେଲା। ସେ ବର୍ଷା ଫଳରେ ଯେତେ ସବୁ ଯୋଉ ପାହାଡ ପର୍ବତରେ ଯେତେ ସବୁ ପଥର ଥିଲା, ମାଟି ଅତଳ ଥିଲା, ତାକୁ ଯୋଉ ଖସିବା ପାଇଁ ଯୋଉ କମ୍ପାନୀ ତରଫରୁ ଯୋଉ ହାୟର କରାଯାଇଛି ବା ଓଡ଼ିଶା ତରଫରୁ ଯୋଉ କମ୍ପାନୀକୁ ହାୟର କରାଯାଇଛି ତାକୁ ସଜାଡିବା ପାଇଁ, ତ ୟାରି ପରିପ୍ରେକ୍ଷୀରେ ସେମାନେ ଦେଖିଲେ ଯେ ଗୋଟେ ଦୁଇଟି ବଡ ପଥର ଖସି ଆସୁଛି ବର୍ଷା ଯୋଗୁଁ। ତେଣୁ ସେମାନେ ନିଜର ପ୍ରାଣ ବିକଳରେ ଦୌଡ଼ି ଗଲେ, ନିଜକୁ ବଞ୍ଚେଇ ଦେଲେ ଏବଂ ସେମାନେ ସେଠାରେ ନ ରହି ଅଲଗା ଜାଗାକୁ ପଳେଇ ଗଲେ। ଯାହାରି ଫଳରେ ସେ ପଥରଟି ଆସି ପୁଣି କଣ କଲା ନା ରୋଡର ଆର ପାଖରେ ଲଟିକି ରହିଯାଇଛି ଦୁଇଟି ବଡ ବଡ ପଥର। ଯାହାରି ଫଳରେ ସେଇ ରାସ୍ତାକୁ କ୍ଲିୟର କରିବା ପରିବର୍ତ୍ତେ ଯୋଉ ବାଇପାସ ରାସ୍ତା ତିଆରି କରାଯାଉଥିଲା ଆପଣଙ୍କର କିଛି ଦିନ ମାନେ ଫର ଦ ଟାଇମ ବିଙ୍ଗ ପାଇଁ, ସେଇ ରାସ୍ତା ମଧ୍ୟ ବର୍ତ୍ତମାନ କରିବାରେ ବାଧା ଉପୁଛି। ଯୋଉ ସବୁ ଶ୍ରମିକ ମାନେ ଆଜିକାଲି କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି ସେମାନେ ମଧ୍ୟ ଭୟଭୀତ ହଉଛନ୍ତି, କାରଣ ଯେ ପ୍ରତ୍ୟେକ ସନ୍ଧ୍ୟାରେ ପ୍ରତ୍ୟେକ ସକାଳେ ଆପଣଙ୍କର ଘଡଘଡି ସହ ପ୍ରବଳ ବର୍ଷା ହଉଛି ଏବଂ ବର୍ଷା ହେବା ଫଳରେ ପର୍ବତରୁ ଯୋଉ ପାଣି ଆସୁଛି ସେ ପାଣି ଖସିବା ଫଳରେ ପର୍ବତର ସମସ୍ତ ମାଟି ମାଟି ଅତଡା ଏବଂ ପଥର ସବୁ ଖସି ଆସୁଛି ବା ଭୂସ୍ଖଳନ ହଉଛି। ଯୋଉ ଭୂସ୍ଖଳନ ହେବା ଦ୍ଵାରା ଭୟ ଭୟ ଜାତ ହଉଛି ବା କେତେବେଳେ କିଏ ସେଥିରେ ପ୍ରାଣହାନି ହେଇଯିବ ତାର କିଛି ବିବରଣୀ ନାହିଁ। ତେଣୁ ଯୋଉମାନେ କାର୍ଯ୍ୟକ୍ରମ କରୁଛନ୍ତି ସେମାନେ ମଧ୍ୟ ସେଥିରେ ଭୟଭୀତ ହଉଛନ୍ତି। ଯୋଉମାନେ କାର୍ଯ୍ୟକ୍ରମ କରୁଛନ୍ତି ସେମାନେ ମଧ୍ୟ ସେଥିରେ ଭୟଭୀତ ହଉଛନ୍ତି, କାରଣ ବଡ ବଡ ପଥର ଖସି ଆସୁଛି। କାରଣ ଯେତେବେଳେ ବର୍ଷା ଲଗାଣ ବର୍ଷା ଲାଗି ରହୁଛି ଏବଂ ମାଟି ପୁରା କମଜୋର ହେଇଯାଉଛି, ମାଟି କମଜୋର ହେଇଗଲେ ସେ ପଥର ଗୁଡିକ ତଳକୁ ଖସି ଆସୁଛି ଏବଂ ବିଭିନ୍ନ ଜାଗାରେ ଅସଜଡା ହେଇକି ଲଟିକି ଅଛି। ଯେତେବେଳେ କି ଜଣେ ଲୋକ ଯାଉଥିବ ଠିକ ସେଇ ସମୟରେ ସେଇଟା ଖସି ପଡିବ। ଏଟା ଦୃଶ୍ୟ ପରିଦୃଷ୍ଟ ହେଉଛି ବା ଦେଖାଯାଉଛି। ତ ଏଇ ପରିପ୍ରେକ୍ଷୀରେ ଯେତେବେଳେ ଆପଣଙ୍କର ସୌଭାଗ୍ୟବଶତଃ ଶ୍ରମିକ ମାନେ ଯେତେବେଳେ ଦେଖିପାରିଲେ ଯେ ପଥର ଦୁଇଟି ଖସୁଛି, ସେମାନେ ଘଟଣାସ୍ଥଳରୁ ଦୌଡ଼ି ଯାଇ ନିଜର ଜୀବନ ରକ୍ଷା କରିଛନ୍ତି। ଗତ ପହର ଦିନର କଥା ମୁଁ ଆପଣମାନଙ୍କୁ କହୁଛି। ଗତ ପହର ଦିନ ଅର୍ଥାତ ଶନିବାର ଦିନର କଥା କହୁଛି। ଶନିବାର ଦିନ, ଶନିବାର ଏବଂ ରବିବାର, ଏଇ 2 ଦିନର କଥା ମୁଁ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଛି।
ଏ ସମ୍ପୂର୍ଣ୍ଣ ବିପଦ ସଂକୁଳ ରାସ୍ତାକୁ ତିଆରି କରିବା ପାଇଁ ଯୋଉ ଟେଣ୍ଡର ଦିଆଯାଇଛି ବା ଯୋଉ କମ୍ପାନୀକୁ ଦିଆଯାଇଛି ସେମାନେ ମଧ୍ୟ ଯଥେଷ୍ଟ ଚିନ୍ତା କରୁଛନ୍ତି ଏବଂ ଯଥେଷ୍ଟ ଚିନ୍ତା କରି ତାକୁ ସଫାସୁତୁରା କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ସଫାସୁତୁରା କଣ କରିବେ ନା ପ୍ରତ୍ୟେକ ଦିନ ଯେହେତୁ ବର୍ଷା ହଉଛି ମାଟି ଅତଡା ଖସୁଛି, ପଥର ଖସୁଛି ଏବଂ ପଥର ଖସି ଆସିକି ଅବରୋଧ କରିଦଉଛି। ଏବଂ ଯୋଉ ବାଇପାସ ରାସ୍ତା ତିଆରି କରାହଉଛି ସେ ରାସ୍ତାରେ ଯେତେ ସବୁ କଂକ୍ରିଟ ବାଲି ଗୋଡି ପଡୁଛି ସେଟା ମଧ୍ୟ ପାହାଡରୁ ଯୋଉ ବର୍ଷା ପୁରା ଆସୁଛି ଧାର ଧରେଇକି ଆସୁଛି ବା ଆପଣଙ୍କର ସ୍ରୋତ ଆକାରରେ ଆସୁଛି ସେଇଟା ଧୋଇ ହେଇକି ଯାଉଛି, ଯାହାରି ଫଳରେ ସେ ରାସ୍ତା ମଧ୍ୟ ତିଆରି ହେଇପାରୁନି। ଏହାରି ପରିପ୍ରେକ୍ଷୀରେ ବର୍ତ୍ତମାନ କହିବାକୁ ଗଲେ ଏକ ପ୍ରକାର କନ୍ଧମାଳରୁ ଗଞ୍ଜାମ ମଧ୍ୟରେ ଯୋଉ ରାସ୍ତା ଥିଲା ବା ଯୋଗାଯୋଗ ଥିଲା ସେଇଟା ସମ୍ପୂର୍ଣ୍ଣ ମାତ୍ରାରେ ବିଚ୍ଛିନ୍ନ ହେଇଛି। ଲୋକମାନେ ଯିବା ଆସିବା ପାଇଁ କୌଣସି ପ୍ରକାର ରାସ୍ତା ନାହିଁ। ସେଇଟା ହିଁ ଗୋଟିଏ ମାତ୍ର ରାସ୍ତା ଥିଲା ଏବଂ ଯୋଉ ରାସ୍ତା ଥିଲା ଏବଂ ଦୁର୍ଗମ ରାସ୍ତା ବୋଲି ଆମେ କହିପାରିବା। ଦୁର୍ଗମ ଅଞ୍ଚଳ ବା ଦୁର୍ଗମ ଘାଟି ବୋଲି କହିପାରିବା, ଯୋଉଠି ଜଣେ ଯଦି ଖସି ତଳେ ପଡିଗଲା ଆଉ ତାର କୌଣସି ପତ୍ତା ମିଳିବ ନାହିଁ, ଛିନମିନ ହେଇଯିବ, ଛିନମିନ ହେଇଯିବ। ସେଇଭଳିକା ଦୁର୍ଗମ ଅଞ୍ଚଳ, ଦୁର୍ଗମ ଘାଟି, ଯୋଉଠି ଆପଣ ମାନେ ଦେଖିପାରିବେ ସାପ ଯେମିତି ବୁଲି 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 ନିଜକୁ ରକ୍ଷା କରିବାକୁ ଯାଉଛି, ଏକ୍ଜାକ୍ଟଲି ସେ ସମାନ ଘାଟି। ଯିଏ ବି ଯାଇଛନ୍ତି ସେଇଟା ସେ ଦେଖିଛନ୍ତି। ତ ଏହାରି ପରିପ୍ରେକ୍ଷୀରେ ଜାରି ବର୍ଷା ଯୋଗୁ ବର୍ଷା ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ତ ଗତକାଲି ରବିବାର ଦିନ ପ୍ରଶାସନ ଭାବିଲେ ମେଘ ଶୁଖିଲା ଅଛି, ବର୍ଷା ହବନି, ତେଣୁକରି ସେମାନେ କାର୍ଯ୍ୟଟିକୁ ତ୍ୱରାନ୍ୱିତ କରିବା ପାଇଁ ଯାଇଥିଲେ। କିନ୍ତୁ ତାର ଠିକ 2-3 ଘଣ୍ଟା ଭିତରେ ପୁଣି ପ୍ରବଳ ଘଡଘଡି ସହିତ ବର୍ଷା ହେଇଗଲା, ଯାହାରି ଫଳରେ ଠିକା କମ୍ପାନୀ ଦ୍ୱାରା ଯୋଉ ପୁନରୁଦ୍ଧାର କାର୍ଯ୍ୟକ୍ରମ ଅସ୍ଥାୟୀ ରାସ୍ତା କାର୍ଯ୍ୟକ୍ରମ ଚାଲିଥିଲା ସେଇ ତାହା ଅପରାହ୍ନରେ ପ୍ରତ୍ୟେକ ଦିନ ବର୍ଷା ହେବା ଯୋଗୁଁ ସେଗୁଡାକ ଆଉ କାର୍ଯ୍ୟକାରୀ ହେଇପାରୁନି। ପ୍ରବଳରୁ ଅତି ପ୍ରବଳ ବର୍ଷା ହଉଛି ଫଳରେ ଶ୍ରମିକ ମାନେ ମଧ୍ୟ ସେଥିରେ କାମ କରିବା ପାଇଁ ନିଜକୁ ପଛଘୁଞ୍ଚା କରୁଛନ୍ତି ବା ମାନେ ନିରାପଦ ମଣୁନାହାନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ବିକ୍ରମ ଚନ୍ଦ୍ର ପଣ୍ଡା ସେ ସୂଚନା ଦେଇ କହିଛନ୍ତି ଯେ ଜାତୀୟ ରାଜପଥ ମୁଖ୍ୟ ଅଧିକରଣ ଯନ୍ତ୍ରୀ ଶାନ୍ତନୁ କୁମାର ସାହୁ ମଧ୍ୟ ସେ କହିଛନ୍ତି ଏଇ ଯୋଉ ପ୍ରବଳ ବର୍ଷା ହଉଛି এই ବର୍ଷା ଯୋଗୁ ଏଇଟା ବାଧା ସୃଷ୍ଟି ହଉଛି, ଯୋଉଟା କି ଆପଣ ମାନଙ୍କର ରାସ୍ତାକୁ କ୍ଲିୟର କରିବା ଏବଂ ବାଇପାସ ରାସ୍ତା ତିଆରି କରିବା କେବଳ ଲୋକମାନେ ଯେପରି ଯିବା ଆସିବା ହେଇପାରିବେ ବା ହାଲୁକା ଯାନ ଯିବା ଆସିବା ହେଇପାରିବ ଏଇ କଥା ମଧ୍ୟ ଯୋଉ କାର୍ଯ୍ୟକ୍ରମ କରାଯାଉଛି ସେଥିରେ ମଧ୍ୟ ବାଧା ସୃଷ୍ଟି ହଉଛି। ଏଇ କଥାଟି ସେ ମଧ୍ୟ କହିଛନ୍ତି ଯେ କି ବିକ୍ରମ ଚନ୍ଦ୍ର ପଣ୍ଡା ଯେ କି ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ସେ ଏଇ କଥା ମଧ୍ୟ ସେ ଉପସ୍ଥାପନ କରିଛନ୍ତି। ଆହୁରି ମଧ୍ୟ କହିଛନ୍ତି କଣ ଏଇ ବିଷୟବସ୍ତୁକୁ ଅନୁଧ୍ୟାନ କରିବା ପାଇଁ ବିଭିନ୍ନ ପଥର ଖସୁଛି ଏବଂ ବାଲି ମାଟି ଗୋଡି ଯୋଉଟା ଆପଣମାନଙ୍କର ରାସ୍ତାରେ ପକାଯାଉଛି ବା କଂକ୍ରିଟ ପକାଯାଉଛି ବର୍ଷା ଅପରାହ୍ନରେ ହଉଛି, ବର୍ଷା ହେଲେ ପ୍ରବଳ ମାତ୍ରା ପ୍ରବଳ ମେଘ ମେଘ ଫଟା ବର୍ଷା ହଉଛି ବା ଆପଣଙ୍କର ପ୍ରବଳ ମୂଷଳ ଧାରାରେ ବର୍ଷା ହଉଛି। ଲଗାଣ ବର୍ଷା ହେବା ଫଳରେ କଣ ହଉଛି ନା ପର୍ବତରୁ ସ୍ରୋତ ଆକାରରେ, ଝରଣା ନୁହଁ ସ୍ରୋତ ଆକାରରେ ବହି ଆସୁଛି ପାଣି, ଯାହାରି ଫଳରେ ସେଥିର ସମସ୍ତ କଂକ୍ରିଟ ବୋଲନ୍ତୁ, ବାଲି ବୋଲନ୍ତୁ ବା ଆପଣଙ୍କର ପଥର ବୋଲନ୍ତୁ, ମେଟାଲ ବୋଲନ୍ତୁ ସେ ସମସ୍ତ ଧୋଇ ହେଇକି ନେଇଯାଉଛି। ଏହାରି ପରିପ୍ରେକ୍ଷୀରେ ବର୍ଷା ହେବା ଯୋଗୁଁ ପାହାଡରେ ଆସୁଥିବା ସମସ୍ତ ପାଣି ପ୍ରଖର ସ୍ରୋତରେ ଭାସି ଯାଉଛି। ଭଞ୍ଜନଗର ତହସିଲଦାର ଅଭିଷା ପଟ୍ଟନାୟକ ଏବଂ ଅତିରିକ୍ତ ତହସିଲଦାର ଅବିନାଶ ମହାର ମଧ୍ୟ ଘଟଣାସ୍ଥଳରେ ଯାଇ ପରିଦର୍ଶନ କରିଛନ୍ତି ଏବଂ ତାକୁ କେମିତି ପୁନରୁଦ୍ଧାର କରାଯାଇ ପାରିବ ଏବଂ କେମିତି ଅତି ଶୀଘ୍ର ସେଇ ରାସ୍ତାକୁ ସଂଯୋଗ କରାଯାଇ ପାରିବ ଏବଂ ଯୋଉ କମ୍ପାନୀକୁ ଦିଆଯାଇଛି, ଯୋଉ କମ୍ପାନୀ ସେ କାର୍ଯ୍ୟକ୍ରମ ସେ ରାସ୍ତାକୁ ତିଆରି କରିବା ପାଇଁ ଦିଆଯାଇଛି ସେ ମଧ୍ୟ କିଛି ପରିମାଣରେ ଅନିଚ୍ଛା ପ୍ରକାଶ କଲା ଭଳି ସେମାନେ ନିଜକୁ ନିରାଶ ମନୋଭାବ କରୁଛନ୍ତି। କାରଣ ପ୍ରତ୍ୟେକ ଦିନ ବର୍ଷା ହେବା ଯୋଗୁଁ ଲଗାଣ ବର୍ଷା ଏବଂ ବାଦଲ ଫଟା ଲଗାଣ ବର୍ଷା ହେବା ଯୋଗୁଁ ମାଟି ଅତଡା ଖସୁଛି, ପଥର ଖସୁଛି, ଭୂସ୍ଖଳନ ବାରମ୍ବାର ହଉଛି, ଯାହାରି ଫଳରେ ନୂତନ ଭାବରେ ତିଆରି କରାଯାଉଥିବା ରାସ୍ତା ମଧ୍ୟ ତିଆରି ହେଇପାରୁନି ବା ସରୁନି। ଏଇ ପରିପ୍ରେକ୍ଷୀରେ ଯୋଉମାନେ କାମ କରିବାକୁ ଯାଉଛନ୍ତି ବା ଶ୍ରମିକ ମାନେ ସେମାନେ ମଧ୍ୟ ଭୟଭୀତ ହଉଛନ୍ତି କାଳେ ଏଇ କାର୍ଯ୍ୟକ୍ରମ କଲାବେଳେ ବା ଏଇ ଯୋଉ ନିର୍ମାଣ କାର୍ଯ୍ୟରେ ଯଦି ଆମେ ଯଦି ରହିବୁ ତାହେଲେ ଆମ ଜୀବନ ମଧ୍ୟ ଯାଇପାରେ, ଏ କଥା ମଧ୍ୟ ସେମାନେ ପରିପ୍ରକାଶ କରୁଛନ୍ତି। ଭିଡିଓଟି ଆପଣମାନେ ଦେଖୁଥିବେ, ମୁଁ ଯୋଉ କ୍ଲିପ ଗୁଡାକ ଦେଇଛି ସେ କ୍ଲିପ ଗୁଡାକରୁ ଆପଣମାନେ ଜାଣିପାରୁଥିବେ ଯେ କେତେ ଦୁର୍ଗମ ରାସ୍ତା ଏବଂ ସେଇ ଦୁର୍ଗମ ରାସ୍ତାରେ ଭୂସ୍ଖଳନ ଯୋଗୁଁ କୋଉ ପ୍ରକାର ପ୍ରଭାବ ପକେଇଛି ରାସ୍ତା ଏବଂ ଯୋଉ ବିଚ୍ଛିନ୍ନ ହେଇଛି କନ୍ଧମାଳକୁ ଏବଂ ଗଞ୍ଜାମକୁ ଯୋଉ ବିଚ୍ଛିନ୍ନ ହେଇଛି। ଏପଟ ଦେଖିବାକୁ ଗଲେ ଅଲଗା ରାସ୍ତାରେ ଗଲାବେଳେ ନୟାଗଡ଼ରୁ ମଧ୍ୟ କିଛି ଲୋକ ଆପଣଙ୍କର ଗଞ୍ଜାମ ଦେଇକି ଗଲାବେଳେ ମଧ୍ୟ ଆପଣଙ୍କର ସମ୍ପୂର୍ଣ୍ଣ ଠପ୍ ହେଇଛି, ଅର୍ଥାତ 3ଟି ଜିଲ୍ଲାର ଯାତାୟାତ ବର୍ତ୍ତମାନ ପରିପ୍ରେକ୍ଷୀରେ ଠପ୍ ହେଇଛି। ଭିଡିଓଟି ଆପଣମାନେ ଦେଖିଥିବା ହେତୁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ ବୋଲି ମୁଁ ଅନୁରୋଧ କରୁଛି। ଥ୍ୟାଙ୍କ ୟୁ ସୋ ମଚ୍, ନମସ୍କାର।